ମଣ୍ଡିର ଚାଷୀ ମାନଙ୍କ ପାଇଁ ଆପଣ ଖାଇବା ପିଇବା ବ୍ୟବସ୍ଥା କରାଯାଇଛି, ଟଏଲେଟର ବ୍ୟବସ୍ଥା କରାଯାଇଛି। ଆପଣଙ୍କର ମିଲ୍ ମାଲିକ ଏଥର ଟାଇଟ୍ କରାଯାଇଛି, ଠିକ ସମୟରେ କେମିତି ଗାଡି ପହଞ୍ଚେଇବେ, ସବୁ ପ୍ରକାର ଯେମିତି ବ୍ୟବସ୍ଥା କରାଯିବା କଥା କରାଯାଇଛି। କିନ୍ତୁ ତାପରେ ବି ଦେଖିବ, ତାପରେ ସମସ୍ତଙ୍କର ତୀକ୍ଷ୍ଣ ନଜର ରହିଛି କେମିତି ସୁଚାରୁ ରୂପେ ଧାନ ଉଠିବ ଚାଷୀ ମାନଙ୍କର, ସେ ବ୍ୟବସ୍ଥା ସରକାର ସତ ଚେଷ୍ଟା କରିଛନ୍ତି ଠିକ ଭାବରେ କରିବା ପାଇଁ। ତେଣୁ ମଣ୍ଡି ଖୋଲିଲା ପରେ ସୁବିଧା ଯାହା ହବ ସାଙ୍ଗେ ସାଙ୍ଗେ ତାକୁ ସମାଧାନ କରା। କଟନୀ ଛଟନୀ ତ ଆମର ସରକାରୀ ହିସାବରେ କିଛି ନାହିଁ, କରାଯାଉ ନାହିଁ। କିନ୍ତୁ ଯେତେବେଳେ ଚାଷୀ ଆଉ ମିଲର ମାଲିକ ତାଙ୍କର ଯଦି ସଲାସୁତୁରା ହେଇ କଣ କଲେ, ଆମେ ଏଥିରେ କଣ, ଆମେ ତ କଟନୀ ଛଟନୀ ମନା କରୁଛୁ। ତାକୁ ତ ଗ୍ରୀନ ଆନାଲାଇଜର ଦିଆହେଇଛି, ପ୍ୟାଡି କ୍ଲିନର ଦିଆହେଇଛି, ସେଠି ଧାନକୁ ଭଲ କ୍ୱାଲିଟି ଧାନ ପ୍ୟାଡି କ୍ଲିନର କରାଯିବ, ଆନାଲିସିସ୍ କରିକି ସେମାନେ ଜିରୋ ଟଲରେନ୍ସ ଦେବେ ପଇସା। କିନ୍ତୁ ଚାଷୀ ଯଦି ମିଲରଙ୍କ ସାଙ୍ଗରେ ଭିତରିଆ କଥାବାର୍ତ୍ତା ହେଇକି ଫୁସଫାସ ହେଇକି ଯଦି ଧାନଟା ପଳେଇବ, ତାକୁ କଣ କେଜି 2 କେଜି ଛାଡ଼ିଦବ, ଆମେ କଣ କରିପାରିବୁ?